शाश्वतमकारणं कारणानां शिवमकेवलं भासकमभासकानां तुरीयमतमः पारमाद्यन्तहीनं प्रपद्ये परमं पावनमद्वैतहीनं। नमस्ते नमस्ते विभो विश्वमूर्ते, नमस्ते नमस्ते चिदानन्दमूर्ते, नमस्ते नमस्ते तपोयोगगम्य, नमस्ते नमस्ते श्रुतिज्ञानगम्य। सांध्य पाठ्यक्रम को आप समस्त को स्वागत करूँ। आमे काली आरंभ करूँ कंट्रोल ऑफ स्पीच अर्थात वाक संयम उपर आलोचना। मते काली आलोचना कलापर लगिवाटा स्वाभाविक। मुझे जानी आप मान कौन लगी वाक संयम उपर मु एति समय आलोचना कर जो वाक संयम करिया कहुची से कथा एवं ए प्रकार गोटे खूब उच्च कंठरे कहवा यू आलोचनार अंतर्भुक्त हवा उचित कि सौभाग्यक्रमे मोर बंधु मान जो मो पाखे थिले से माने मते बुझेले जे आपण से कथा करिया पई ही बुझौचंती। आपण संपूर्ण नीरव रही वाक संयम उपर कहबे। वाक संयम अर्थात साइलेंट असल मूल कथा है नीरव रहा और नीरवतार शक्ति। यही संपर्क में निजर अभिज्ञता हासिल करिया पड़िबो। कथा कहबारे बेसी साधन करी हुए ना नीरवतार अधिक साधन करी हुए। जड़े अधिक समय आलोचना करिवो आ जड़े मात्र गोटे धाड़ी कहीदे कि से कथा को बुझेदब गोटे धाड़ी रे उत्तर हो बुझापी किसी आलोचना दरकार। से दृष्टि किसी आलोचना करा जाउछि। नचेत माँ तो बाणी आम जाचु नो वर्ड्स एक्ट्स, नो वर्ड्स एक्ट्स। कथा हवा नहीं वाक्य नुहे कर्म बोली ओडिया कराई। कथा कहनी काम कर। से संपर्क में आउ कि आज अधिक पढ़ा। आश्रम रे अपन जानी बेकरी बेकरी जो पाउरुटी तैयारी हुए ता पाखे लॉन्ड्री लॉन्ड्री जो मैंने काम करती भीतर किसी समस्या है। समस्या से मैंने तर्क कले निज निज भितर कथबार्ता हेले बेस बड़ पाटे एवं जोटा कि अनुचित धारा रे। तो जड़े से माँ को कहते मदर वी वेर लेट विथ आवर ड्राइंग वर्क बिकॉज दे वेर बिहाइंड विथ द वॉशिंग। हाउएवर आई एम हैप्पी to say that I was not carried away by the violent discussions of my co-workers. मत लगुच बोध हुए जे लॉन्ड्री चार्ज रे थे दायित्व से भद्र लोक से बापा के भाई जे आसी एक कथा माँ कहते जे माँ आमरा जी जो लुगा सुखेवा काम डेरी हो गला विलम्ब है तार कारण हूँ वाशिंग पर हवा कथा धुआ हवा पर हवा कथा। जाओ मु निजे खुशी जे से माने जो अति
খুব উচ্চস্বরে খুব ଭାଉଲେଣ୍ଟଲି ମାନେ ବିରକ୍ତିକର ଭାବରେ ଗର୍ଜନ ତର୍ଜନ କରି ଖୁବ୍ ବଡ଼ ପାଟିରେ ଆଲୋଚନା ଯେଉଁ କଲେ ନିଜ ନିଜ ଭିତରେ, ମୁଁ ସେଥିରେ ଜମା ପଶିଲିନି, ମୁଁ ତା ଭିତରେ ଜମା ପ୍ରଭାବିତ ହେଲିନି। ୱିଥ୍ ଡିଫିକଲ୍ଟି ଆଇ କୁଡ୍ ଡୁ ଇଟ୍। ଅବଶ୍ୟ ଏଇ କାର୍ଯ୍ୟଟି ମୁଁ କରିପାରିଲି, ସେଥିପାଇଁ ଖୁସି, କିନ୍ତୁ ସେଥିପାଇଁ ମୋତେ ବେଶ କିଛି କଷ୍ଟ କରିବାକୁ ପଡ଼ିଲା, କିଛି କଷ୍ଟ କରି ମୋତେ ତାକୁ ଟଲରେଟ୍ କରିବାକୁ ପଡ଼ିଲା ସେ ସମୟଟା। ଫ୍ରମ୍ ନାଓ ଅନ୍ ଆଇ ସଲ୍ ଟ୍ରାଏ ଟୁ ଟେକ୍ ଦିସ୍ ଆଟିଚ୍ୟୁଡ୍। ଆଜିଠୁ ଏଣିକି ମୁଁ ଏଇ ପ୍ରକାରର ମନୋଭାବ ରକ୍ଷା କରିବି। ଅର୍ଥାତ୍ ମନୋଭାବଟି କ'ଣ ହେଲା, ତା ପ୍ରଶ୍ନ ଯଦି ଟିକେ ଏଲାବୋରେଟ୍ କରୁ, ଯଦି ତୁମ ସାଙ୍ଗରେ ଯେଉଁମାନେ କାମ କରୁଛନ୍ତି ସେମାନେ ଭାଉଲେଣ୍ଟ ହେଲେ, ସେମାନେ ଗର୍ଜନ କରୁଛନ୍ତି, ସେମାନେ ତର୍କ କରୁଛନ୍ତି, ପାଟି କରୁଛନ୍ତି, ସେତେବେଳେ ତୁମର ଦାୟିତ୍ୱ ହେଉଛି ବା ତୁମେ ନିଜକୁ ନୀରବ ରଖି ଶାନ୍ତ ରହିବାକୁ ଚେଷ୍ଟା କରିବ ଏବଂ ସେମାନଙ୍କ କଥାରେ ପ୍ରଭାବିତ ହେବନି। ଆଇ ୱାଜ୍ ନଟ୍ କ୍ୟାରିଡ୍ ଆୱେ ମାନେ ମୁଁ ପ୍ରଭାବିତ ହେଲିନି। ଭଲ କହୁଛନ୍ତି, ଖରାପ କହୁଛନ୍ତି, ଉଚିତ କହୁଛନ୍ତି, ଅନୁଚିତ କହୁଛନ୍ତି, ଆଉ ମୁଁ ତା ଭିତରେ ପ୍ରବେଶ କଲିନି। ଏଣିକି ଏଇଆ ମୁଁ କରିବି, ମା ମୁଁ ଏଣିକି ଏହା କରିବି। ଗିଭ୍ ମି ଦି ଷ୍ଟ୍ରେଙ୍ଗଥ୍ ଅଫ୍ ୟୁର୍ ସାଇଲେନ୍ସ। ତୁମେ ଯେଉଁ ନୀରବତାର ଶକ୍ତି ବହନ କରୁଛ ତୁମ ଭିତରେ, ନୀରବତାର ଗୋଟେ ଶକ୍ତି ଥାଏ ଏବଂ ସେଇଟା କଥା ଶକ୍ତି ଠାରୁ ଅଧିକ ଶକ୍ତିଶାଳୀ। ହ୍ୱାଇଟ୍ ରୋଜେସ୍ରେ ମା ଗୋଟେ ଜାଗାରେ କହିଛନ୍ତି, ହୁତା ତ ହ୍ୱାଇଟ୍ ରୋଜେସ୍ଟା ହୁତାଙ୍କ ସାଙ୍ଗରେ ମାଆଙ୍କ ଆଳାପ ବା ମାଆଙ୍କ ମେସେଜ୍ ସବୁ ହୁତାଙ୍କ ପାଇଁ। ହୁତା କହିଲେ, ମା ଆପଣ ମୋତେ ଦେଖାହେଲେ କିଛି କହିଲେନି, ମୁଁ ଆପଣଙ୍କୁ ଦେଲି, ଆପଣ ଫୁଲ ଦେଲେ କି କ'ଣ ଗୋଟେ ଲେଖା ଚିଠି କ'ଣଟେ ଦେଲେ, ମା କିଛି କହିଲେନି। ମା ଉତ୍ତର ଦେଲେ ଯେ ନୀରବତା ଭିତରେ, ମୋର ଏକ୍ଜାକ୍ଟଲି ମନେ ପଡ଼ୁନି, ତା ଅର୍ଥ ହେଉଛି ସାଇଲେନ୍ସରେ ବେଶୀ କହି ହୁଏ ଶବ୍ଦ ଅପେକ୍ଷା। ଶବ୍ଦ ଅପେକ୍ଷା ନୀରବତା ଭିତରେ ବେଶୀ କିଛି କହି ହୁଏ, ଅଧିକ କହି ହୁଏ। ତେଣୁ ମା ତାଙ୍କର କହିବା କଥା କହିଦେଇଛନ୍ତି। ଶୁଣିବା ସାମର୍ଥ୍ୟ ଯାହାର ଥିବ ସେ ଶୁଣିବ ନା। ଆଉ ଜଣେ ନୀରବତା ଭିତରେ କହୁଛି, ଜଣେ ଶୁଣିପାରିବ। ଖାଲି ମୁହଁକୁ ଯାଇ ହସିଦେଲେ ବି କଥା ବୁଝି ହେଇଯାଏ। ମୁହଁକୁ ଯାଇ ହସିଦେଲେ କଥା ବୁଝି ହେଇଯିବ। ତାପରେ ଗୋଟେ ନିଜର ଶୁଭେଚ୍ଛା ପକେଇକି ମଧ୍ୟ କାହାକୁ ନିଜ ଇଚ୍ଛା ତାଙ୍କୁ କହିହେବ। ଅନେକ ପ୍ରକାର ଏକ୍ସପେରିମେଣ୍ଟ କରାଯାଇପାରେ। ସବୁବେଳେ କଥାର ଗୋଟେ ଆବଶ୍ୟକତା ଅଛି ଏମିତି କହିହେବନି। ଯାହା ହଉ ମା ମୋତେ ଟିକେ ତୁମ ଏ ନୀରବତାର ଶକ୍ତି ଦିଅ। ମା କହିଲେ, ୟେସ୍ ଇଟ୍ ଇଜ୍ ଭେରି ଗୁଡ୍ ଟୁ ନୋ ହାଉ ଟୁ ରିମେନ୍ ସାଇଲେଣ୍ଟ। ତୁ ଯେଉଁ ଆଜି ସେ ଭାଉଲେଣ୍ଟ ଡିସ୍କସନ୍ ଭିତରେ ନୀରବ ରହିପାରିଲୁ, ବହୁତ ଭଲ କଥା। এইটা ଶିଖିବା ବହୁତ ଉଚିତ। ନୀରବତା ଭିତରେ କିପରି ଏ ହାଉ ଟୁ ରିମେନ୍ ସାଇଲେଣ୍ଟ, କିପରି ନୀରବ ରହିହେବ, ପ୍ରତ୍ୟେକ ପରିସ୍ଥିତିରେ କେମିତି ନୀରବ ରହିହେବ, এইଟା ଶିକ୍ଷା କରିବା ବହୁତ ଭଲ। ଆଣ୍ଡ ନଟ୍ ଟେକ୍ ପାର୍ଟ ଇନ୍ ଡିସ୍କସନ୍ସ, and not take part in discussion. Total gote line. It is very good to know how to remain silent and not take part in discussions that are always useless and unwholesome. जो आलोचना संपूर्ण मूल्यहीन, अनावश्यक मूल्यहीन, से सब आलोचना रे अंशग्रहण न करी नीरव रहिबा को शिक्षा करिबा अति उत्तम कथा। କରିପାରିବା ଆମେ? ସବୁ ଆମରି ପାଇଁ କୁହାହେଉଛି ନା। ଆମରି ପାଇଁ କୁହା ନଉଥିଲେ ବହି କାହିଁ ଛପା ହେଇଯାନ୍ତା। ଆମରି ପାଇଁ କୁହାହେଉଛି। ଅର୍ଥାତ୍ ଆମେ ଏଭଳି ଗୋଟେ କେଉଁ ଜାଗାରେ ଅଛୁ ଯେଉଁ ଜାଗାରେ କି ବହୁତ ଗୁଡ଼ାଏ ଅନାବଶ୍ୟକ କଥା, ତର୍କ, ପାଟିମୁଣ୍ଡ ଚାଲିଛି ଏବଂ ଆମେ ତା ଭିତରେ ବସିଛୁ। ଆମକୁ
କ'ଣ କରିବାକୁ କୁହାହେଉଛି? ତା ଭିତରେ ନୀରବ ରହିବା ପାଇଁ କୁହାହେଉଛି। ସେଥିରେ ଆଦୌ ପ୍ରଭାବିତ ନ ହୋଇକି ସେ କଥାରେ ନଟ୍ ଟୁ ଟେକ୍ ପାର୍ଟ ଇନ୍ ଡିସ୍କସନ୍ସ, ସେ ଯେଉଁ ଆଲୋଚନା ଅଛି ସେଥିରେ ଆଦୌ ଅଂଶଗ୍ରହଣ ନ କରି ଜଣେ ନୀରବରେ ବସିପାରିବ, ନୀରବରେ ରହିପାରିବ, ଶାନ୍ତ ରହିପାରିବ। ଏସବୁ ଅନାବଶ୍ୟକ କଥା ଯେତେ ଯାହା ତା ଭିତରେ କିଛି ପ୍ରବେଶ କରିବନି। এই কথাটা ସମ୍ଭବ କରିହେବ। କାଲି ମୁଁ ଆରମ୍ଭରୁ ଆପଣଙ୍କୁ କହିଥିଲି ପାଟି କାହିଁ ଦିଆହେଇଛି। ଗୋଟେ ପିଲା କହିଲା ଯେ ପାଟି ଦିଆହେଇଛି ଜପ କରିବା ପାଇଁ। କେତେ ସୁନ୍ଦର ଉତ୍ତରଟେ ସେ ଦେଲା। ପାଟି ଖାଲି ଜପ କରିବା ପାଇଁ ନୁହଁ, ପାଟି ଖାଇବା ପାଇଁ ଦିଆହେଇଛି, ଅନ୍ୟ ସବୁ କରିବା ପାଇଁ ଦିଆହେଇଛି, କିନ୍ତୁ ପାଟିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ଜପ କରିବା। ଧରାଯାଉ ଆପଣ ଏଭଳି ଗୋଟେ ଜାଗାରେ ବସିଛନ୍ତି, ଏଭଳି ଗୋଟେ ଜାଗାରେ ଉପସ୍ଥିତ ଅଛନ୍ତି ଯେଉଁଠି ବେଶ କିଛି ଲୋକ ଅଛନ୍ତି ଏବଂ ସବୁ ଲୋକମାନେ ଖୁବ୍ ବଡ଼ ପାଟିରେ ତର୍କ କରି ବିଭିନ୍ନ ପ୍ରକାର ଗୋଟେ କଟୁ ଶବ୍ଦ ପ୍ରୟୋଗ କରୁଛନ୍ତି ନିଜ ନିଜ ଭିତରେ, ଏବଂ ଆପଣ ତା ଭିତରେ ଉପସ୍ଥିତ ଅଛନ୍ତି, ନୀରବ ରହିଛନ୍ତି, ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଏବଂ ପାଟିରେ ମା ମା ଜପ କରୁଛନ୍ତି। ପାଟିରେ ମା ମା ଜପ କରୁଛନ୍ତି। ଓ ସେଇଟା ମା ଏଠି ମେସେଜରେ କହିନାହାନ୍ତି, ମୁଁ ଉଦାହରଣ ସ୍ୱରୂପ କହୁଛି। ଧରାଯାଉ ଆପଣ ମା ଜପ କରୁଛନ୍ତି, ଆପଣ ତାଙ୍କ ସାଙ୍ଗରେ ଆଲୋଚନାରେ ଅଂଶଗ୍ରହଣ କରିବା ଅପେକ୍ଷା ନୀରବ ରହିବା ଏବଂ ମାଆଙ୍କୁ ସ୍ମରଣ କରିବା, ମାଆଙ୍କୁ ଡାକିବା, ମାଆଙ୍କ ଉପସ୍ଥିତିକୁ ଆବାହନ କରିବା। ମା ଜପ କରିବା ମାନେ କ'ଣ? ମାଆଙ୍କ ନାମ ଜପ କରିବା ମାନେ ମାଆଙ୍କ ଉପସ୍ଥିତିକୁ ଆବାହନ କରିବା। ଏବଂ ଦେଖିବେ ଯଦି ସମ୍ଭବ ହୁଏ, କାହିଁକି ମୁଁ କହୁଛି ଯଦି ସମ୍ଭବ ହୁଏ, ନା ଆମମାନେ ଏତେ ଅଭ୍ୟସ୍ତ ଯେ ଯଦି ଗୋଟେ ଜାଗାରେ ଆଲୋଚନା ଅଛି ଏବଂ ଆମ ଉପସ୍ଥିତ ଭିତରେ ଅଛି, ଆମେ ଆଲୋଚନାରେ ମଜିଯାଉ, ତା ଭିତରେ ପଶିଯାଉ, ଭାଗ ନେଇଯାଉ ଏବଂ ଯାହା ସବୁ ଅସୁବିଧା ବା କ୍ଷତି ହେବା କଥା ଆମର ବି ହୁଏ। କୁହାହେଉଛି ସେତେବେଳେ ଚେଷ୍ଟା କରିବା ନୀରବ ରହିବା, ଆଲୋଚନାରେ ଭାଗ ନେବା ନାହିଁ ଏବଂ ଯଦି ସମ୍ଭବ ହୁଏ, ଏଇଟା ମା କହିନାହାନ୍ତି ମେସେଜରେ ବୋଲି କହିଲି, ମୁଁ ମନକୁ କହୁଛି ଯେ ମାଆଙ୍କ ନାମ ଜପ କରିବା। ମାଆଙ୍କ ନାମ ଜପ କଲେ କ'ଣ ହେବ ନା ମାଆଙ୍କ ଉପସ୍ଥିତି ନିଶ୍ଚୟ। କାରଣ ନାମ ଜପ ଆପଣ କରୁଥିବେ ଗୋଟେ ବ୍ୟାକୁଳତା ସହ କରୁଥିବେ, ଗୋଟେ ଗୀତ ଗାଇବା ପାଇଁ ନାମ ଜପ କରୁନାହାନ୍ତି, କିଛି ଗୋଟେ ଆମ୍ୟୁଜମେଣ୍ଟ ପାଇଁ କରୁନାହାନ୍ତି, ଭିତରେ ବ୍ୟାକୁଳତା। ଏ ପରିବେଶଟା ଏତେ କଳୁଷିତ ପରିବେଶ ହେଇଯାଇଛି ଯେ ଏ ପରିବେଶକୁ ବଦଳିବା ପାଇଁ, ଏ କଥାବାର୍ତ୍ତାକୁ କମେଇବା ପାଇଁ, ନୀରବ ରହିବା ପାଇଁ ଆପଣଙ୍କ ଭିତରେ ଗୋଟେ ବ୍ୟାକୁଳତା ରହିବ ଏବଂ ଆପଣ ଯେତେବେଳେ ମାଆଙ୍କ ନାମ ଜପ କରିବେ, ଦେଖିବେ କେତେ ଶୀଘ୍ର ଶାନ୍ତ ପଡ଼ିଯିବ ଅବସ୍ଥା। କାହିଁକି ନା ସେ ସମସ୍ତେ ଯେ ପାଟି କରୁଥିବେ ହଠାତ୍ ଆପଣଙ୍କ ପାଟିକି ଚାହିଁବେ, ଏ ଗୋଟେ କ'ଣ କରୁଛି ବୋଲି ଭାବିବେ। ଏମିତି ହେଇପାରେ ଯଦି ପସିବିଲିଟି। ଆମ ପାଟିକି ଚାହିଁବେ, ଆପଣ ଦେଖିବେ ଆପଣ ମାଆଙ୍କ ନାମ ଜପ କରୁଛନ୍ତି। ସେମାନେ ଅନୁଭବ କରିପାରିବେ ଯେ ତାଙ୍କର କଥାର ଆବଶ୍ୟକତା, ଏ ଅନାବଶ୍ୟକତା କେତେ, ଅଦରକାରୀ ମୂଲ୍ୟହୀନ କେତେ, ନିରର୍ଥକ ବୋଲି ଗୋଟେ ଶବ୍ଦ କହନ୍ତି ସବୁବେଳେ ପ୍ରପତି ମହାଶୟ, ନିରର୍ଥକ କଥା ସବୁ ସେ ଅନୁଭବ କରିପାରିବେ ଏବଂ ଆସ୍ତେ ଆସ୍ତେ ପରିବେଶ ଶାନ୍ତ ହେଇଯିବ। ତେଣୁ ଜଣେ ବି ଚାହିଁଲେ ସେ ପରିବେଶକୁ ଶାନ୍ତ କରିଦେଇପାରିବ। ଚେଷ୍ଟା କରିବା ଆମେ। ପୁଣି ମା କହୁଛନ୍ତି there is a great strength in the power to keep silent. ନୀରବ ରହିବା ହେଉଛି ଗୋଟେ ପାୱାର, ଏହା ଏକ ଶକ୍ତି। ନୀରବତାର ଗୋଟେ ଶକ୍ତି ଅଛି ଏବଂ there is a great strength in it. ସେ ଶକ୍ତିର ମଧ୍ୟ ସାମର୍ଥ୍ୟ ବହୁତ ବେଶୀ, ବହୁତ ସାମର୍ଥ୍ୟ ସେ ଶକ୍ତିର। ଯେଉଁମାନେ ଶାନ୍ତ ରହନ୍ତି, କଥା ଖୁବ୍ କମ୍ କହନ୍ତି, ଖୁବ୍ ଅଳ୍ପ କଥା କହନ୍ତି ଏବଂ ଶାନ୍ତ ରହିଥାନ୍ତି, ସେମାନଙ୍କର ଗୋଟେ ପଦ କଥାରେ ସେ କହିବେ, ଟିକେ ବି କ'ଣ କହିବେ, ସେ କଥାର ବହୁତ ମୂଲ୍ୟ ରହିବ। ତା କାରଣ ହେଉଛି
सी निज नीरव रहा भितर नीरव रहा भितर जो शक्ति संचय कर शक्ति ही साहाଯ୍य कर तेणु देयर इज ए ग्रेट स्ट्रेंथ इन द पावर टू कीप साइलेंट नीरव रहा शक्ति बहुत किसी सामर्थ्य अच्छे It is always better not to listen to talks, especially on so-called spiritual matters. बहुत चमत्कार माँ को so-called spiritual matters. माने तथाकथित आध्यात्मिक आलोचना स्पिरिचुअल मैटर्स बोली कहना तथाकथित आलोचना जोड़ा को स्पिरिचुअल आध्यात्मिक आलोचना कहा जाए इट इज ऑलवेज बेटर नॉट टू लिसन टू टॉक्स बहुत समय रे भूल कथा कहउथवा एवं आध्यात्मिक कथा ना रे अण आध्यात्मिक कथा सब अनावश्यक कथा सब कहउथवा भूल तथ्य कहउथवा भूल खबर भूल तथ्य भूल मेसेज भूल बाणी सब कहउथवा ए घटे आम दल गोष्ठी आम मान जो मैंने महासंघ भर अच्छु क्या से समस्या भी हुए माँ कहले जो आध्यात्मिक आलोचना ना रे तथाकथित आलोचना आध्यात्मिक बड़ न शुणिया भल इट इज बेटर ऑलवेज बेटर सब भल नॉट टू लिसन टू टॉक्स स्पेशली ऑन सो कॉल्ड स्पिरिचुअल मैटर तथाकथित आध्यात्मिक आलोचना न शुणा बहुत भल ईच वन मस्ट फॉलो हिज ओन वे कहीं शुणा को जीव कहीं शुणा जो धरा जाऊ मु गोटे बाणी पढ़ी के आलोचना करुमी आलोचना करुँची ना मुझे बुझुची मुझे ग्रहण करुँची मत जमी भल लगुच मुझको अन्य मान पाखे ठीक सेमती पहुँचापी चेष्टा कर हुए तो जो मान पाखे मुझे पहुँचाऊँगी से सही धारा ग्रहण कर इच्छा ना से अन्य प्रकार बुझे चाहूँ अन्य प्रकार निज भर ग्रहण कर चेष्टा कर माँ कहले ईच वन मस्ट फॉलो हिज ओन वे प्रत्येक व्यक्ति निज मार्ग अनुसरण कर निज धारा अनुसरण कर जो भाव में जमी भल लगे ईच वन मस्ट फॉलो हिज ओन वे एंड द अदर्स हैव नथिंग टू डू विथ इट एंड अदर्स नथिंग टू डू विथ इट से कहीं सेमती धारा कम से कहीं से धारा कथाटा बुझुची से कहीं आलोचना अंशग्रहण करनी आम कथबार्ता ता मार्ग से भिन्न बाटे बुझी भिन्न बाटे कर चेष्टा कर अदर्स हैव नथिंग टू डू विथ इट अन्य मान किसी बाध्य करवार नहीं जदि आम समस्ते मिसी एकाठी गोटे आलोचना करुचु कि जने बसिक शुणा चाहूनी इच्छा करूनी ताकू लगुच कथाटा बोधे ठीक होनी से निज धारा बुझे चाहूँगी इच्छा कर कई हस्तक्षेप करें कई से हस्तक्षेप करें करवा उचित भी नहीं कहार से किसी कहू नहीं An atmosphere of spirituality sometimes helps much more than an exchange of words. এই কথা को भिन्न धारा पुणी कहते एक्सचेंज ऑफ वर्ड्स होची तर्क कथा कटाकटी बा बुझा बुझी कर चेष्टा करिया से बुझुनी तुम बुझा चेष्टा कर तुम बुझा चेष्टा करती आलोचना परस्पर भितर एक्सचेंज ऑफ वर्ड्स हो जब प्रश्न कर उत्तर दूसरी ये भी एक्सचेंज ऑफ वर्ड्स माँ कहले यही प्रकार एक्सचेंज ऑफ वर्ड्स अपेक्षा एटमॉस्फेयर ऑफ स्पिरिचुअलिटी
ଗୋଟେ ଯେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରାଯାଇପାରିଛି। ଗୋଟେ ଆଧ୍ୟାତ୍ମିକ ବାତାବରଣ, the atmosphere of spirituality sometimes helps much more than an exchange of words. ଆମେ ଯଦିଓ ଟିକେ ଉଚ୍ଚ ସ୍ତରର ଲାଗିବ, ଟିକେ ହାୟର, ଆମ ଷ୍ଟାଣ୍ଡାର୍ଡ ମାନଠାରୁ ହାୟର, କିନ୍ତୁ ଗୋଟେ କଳ୍ପନା କରିବା ତମେ ଶ୍ରେଣୀକି ଯାଇଛ, ଶ୍ରେଣୀରେ ଯାଇ ଗୋଟେ ଛୋଟିଆ ପାରା ଲେଖିଦେଲ ବ୍ଲାକବୋର୍ଡ଼ରେ ଏବଂ ନିଜ ଭିତରେ ଗୋଟେ କାମ୍ କ୍ୱାଏଟ୍ ଆଟମସ୍ଫିୟର ନେଇଯିବାକୁ ଚେଷ୍ଟା କରୁଛୁ, ଗୋଟେ ଶାନ୍ତ ସାଇଲେନ୍ସର। ପିଲାମାନଙ୍କୁ ପିଲାମାନେ ଆଜି ମୁଁ କିଛି ପଢ଼ଉନି, ଟିକେ ସମସ୍ତେ ନୀରବ ରୁହ, କଥା ହୁଅନି, ଏବଂ ସେମାନଙ୍କ ପାଇଁ ଗୋଟେ ନୀରବତାର ବାତାବରଣ ପାଇଁ ପ୍ରାର୍ଥନା କରିବ। ନିଜ ଭିତରେ ସେ ପ୍ରକାର ଏକ ନୀରବତାର ଭାବ ନେଇଥିବ, ଗୋଟେ ପାରା ଲେଖିଦେବ, ବ୍ଲାକବୋର୍ଡ଼ ଗୋଟେ ପାରା ଲେଖିଦେବ। ହୁଏତ କବିତା ଗୋଟିଏ ପଦ ଲେଖିଦେଇପାର, କିମ୍ବା କୌଣସି ଗଦ୍ୟରୁ ଗୋଟିଏ ପାରାଟେ କିଛି ଅଂଶ ଲେଖିଦେବ। ଲେଖିଦେଇ କହିବ ଯେ ସମସ୍ତେ ଯେମିତି ତାକୁ ଅନୁଭବ କରୁଛ ସେଇ ଅନୁସାରେ ତା'ର ଅର୍ଥ ଲେଖ, ବା ତାକୁ ନେଇ ତୁମେ ଚିତ୍ରଟେ କର, ବା ତାକୁ ନେଇ କବିତାଟେ ଲେଖ, ବା ଯାହା କରୁଛ କର। ଏବଂ ନିଜ ଭିତରେ ଚେଷ୍ଟା କରିବ ଯେତିକି ସମୟ ଶ୍ରେଣୀ ରହିବ ସେତିକି ସମୟ ମାଆଙ୍କୁ ସ୍ମରଣ କରି ଗୋଟେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିବ। କଷ୍ଟ ଲାଗିପାରେ, ମୁଁ ଯାହା କହୁଛି ଏତେ ସହଜ ନୁହଁ, କିନ୍ତୁ ତାକୁ ତ ନେଇ ଏକ୍ସପେରିମେଣ୍ଟ କରିବା ନା। ଆମ ଜୀବନରେ ଏକ୍ସପେରିମେଣ୍ଟ ଅଛି କ'ଣ କି? ଆମ ଜୀବନରେ ଏକ୍ସପେରିମେଣ୍ଟ କହିଲେ ଆଉ କାହାକୁ ନେଇ ଏକ୍ସପେରିମେଣ୍ଟ କରିବା? ଏଇସବୁ ନେଇ ଏକ୍ସପେରିମେଣ୍ଟ କରିବା ନା। ମାଆଙ୍କ ବାଣୀକି ନେଇକି ଏକ୍ସପେରିମେଣ୍ଟ କରିବା ଆମ ଜୀବନରେ। ଗୋଟେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଏବଂ ଗୋଟେ ପିଲାଙ୍କୁ ଗୋଟେ ଦାୟିତ୍ୱ ଦେବା କରିବାକୁ। ଯେତେବେଳେ ସରିବ ତାପରେ ଦେଖିବା, ଯଦି ତାକୁ ତମେ ବୁଝେଇକି କହିଥାନ୍ତ ପିଲାଙ୍କୁ ଏବଂ ତମେ ଯେମିତି ବୁଝେଇଥାନ୍ତ ପିଲାଙ୍କୁ ତାଠାରୁ ଅନେକ ଉଚ୍ଚ କୋଟିର। ତାର କାରଣ ହେଉଛି ତମେ ଶବ୍ଦ ପ୍ରୟୋଗ କରି ତାଙ୍କୁ ବୁଝେଇନା, କିଛି ତାଙ୍କୁ ବୁଝେଇବାକୁ ଚେଷ୍ଟା କରନା ଶବ୍ଦ ପ୍ରୟୋଗ କରି ନିଜର, କିନ୍ତୁ ତୁମେ କ'ଣ କରିଛ ନା ଗୋଟେ ବାତାବରଣ ଆଣିବାର ଚେଷ୍ଟା କରିଛ। ମାଆଙ୍କୁ ପ୍ରାର୍ଥନା କରି ଗୋଟେ ବାତାବରଣ ଆଣିବାକୁ ଚେଷ୍ଟା କରିଛ ଏବଂ ସେଇ ବାତାବରଣ ଭିତରେ ପିଲାମାନେ ଯେ ବସିଲେ ସେମାନେ ନିଶ୍ଚୟ ପ୍ରଭାବିତ ହେଇଥିବେ ଏବଂ ତା'ର ଫଳ ଏବଂ ମୁଁ ଆଲୋଚନା କରିଥିଲି ଯାହା ଫଳ ହେଇଥାନ୍ତା ଆମେ ନିଶ୍ଚୟ ଜାଣିପାରିବା। ସେଥିପାଇଁ ମାଆ କହିଲେ an atmosphere of spirituality sometimes helps much more than an exchange of words. ତମେ ବୁଝେଇବା, ସେ ପାରା ଟିକେ ଲେଖିଦେଇକି ତାକୁ ବୁଝେଇଥାନ୍ତ ଅର୍ଥ ଏଇଆ, କବି ଏଇଆ କହିଛନ୍ତି, ସବୁ ଏଇଆ କରିଛନ୍ତି, ଏବେ ମୁଁ ଯାହା କହିଲି ଲେଖ, ତମେ ଯାହା କହିଲ ସେ ଲେଖିଦେଇଥାନ୍ତ। କିନ୍ତୁ ତମେ କ'ଣ କହିଲ, ମୁଁ କିଛି ଆ ଉପରେ କହୁନି, ତମେ ପଢ଼, ନିଜେ ଚେଷ୍ଟା କର, କନସେନ୍ଟ୍ରେଟ୍ କର, ଏକାଗ୍ର ହୁଅ, କ'ଣ ସେଥିରୁ ବୁଝିଲ କୁହ। ଦେଖିବା, ଥରେ ଥରେ ପରୀକ୍ଷା କର। ଜୀବନରେ ପରୀକ୍ଷା କରିବା ପାଇଁ ସୁଯୋଗ ସବୁବେଳେ ଆସିବନି। ଏଇ ଯେବେ କେବେ ଯେଉଁଟା ସ୍କୁଲ ଖୋଲିବ ପୁଣି ମନ କରି ଏମିତି ଗୋଟେ ଗୋଟେ ପରୀକ୍ଷା କରିବା। ପିଲାଙ୍କୁ ଡାଇରେକ୍ଟ କହି ନ ଦେଇକି ଏହା କର ବୋଲି ଆମେ ପିଲାଙ୍କୁ ଛାଡ଼ିଦେବା, ସେ କ'ଣ ଭାବୁଛନ୍ତି ଭାବନ୍ତୁ। ଏବଂ ଆମ ଭିତରେ ମାଆଙ୍କ ପାଖରେ ପ୍ରାର୍ଥନା ରହିବ ଯେ ବାତାବରଣରେ ଯେମିତି ଗୋଟେ ଆଧ୍ୟାତ୍ମିକତାର ବାତାବରଣ, ଏଇଟା ଗୋଟେ କଣ୍ଡିସନ୍, ଏଇ ସର୍ତ୍ତଟାକୁ ରଖିବାକୁ ପଡ଼ିବ। ଆମର ସର୍ତ୍ତ ହେବ ଯେ ଆମେ ଗୋଟେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିବା। ତାପରେ କହୁଛନ୍ତି ଏଇଟା ଗୋଟେ ବହୁତ ଇଣ୍ଟରେଷ୍ଟିଂ, ୟୁ ମଷ୍ଟ ଅଲୱେଜ୍ ଡୁ ହ୍ୱାଟ୍ ୟୁ ସେ। ଭାରି ଆବଶ୍ୟକତା, ୟୁ ମଷ୍ଟ ଅଲୱେଜ୍ ଡୁ ହ୍ୱାଟ୍ ୟୁ ସେ। ତମେ ପିଲାଙ୍କୁ ଯଦି କହୁଛ, ପିଲାଙ୍କୁ କାହିଁକି ବଡ଼ଙ୍କୁ କାହିଁକି, ଯାହା ହଉ, ତମେ ଯାହା କହୁଛ ଏହା କରିବା ଉଚିତ, ଏଇଟା ନିଜେ କର। ୟୁ ମଷ୍ଟ ଡୁ ହ୍ୱାଟ୍ ୟୁ ସେ। ଆଉ ନିଜେ କିଛି କରିବାନି, ଅନ୍ୟମାନଙ୍କୁ କହୁଥିବା କର, ଏଇଟା କରିବା ଉଚିତ, ସେଇଟା କରିବା ଉଚିତ, ଏମିତିଆ ନୁହଁ।
आगे निजे कर चेष्टा कर यू मस्ट ऑलवेज डू व्हाट यू से बट इट इज नॉट ऑलवेज वाइज टू स्पीक अबाउट एवरीथिंग यू डू के चमत्कार कथा बाक्य बढ़िया कथा कहले आमे कौन करूँ आमे जहाँ कर कही चलू कौन ना कौन मो जीवन में सब कर कह नहीं सेगुड़ा कह नहीं तू कौन तू जीवन में कर कह दरकार नहीं कौन कहबो तू जहाँ कहूचु से कह माइकल तुम्हें जहाँ कहूच एटा उचित आवश्यक इत्यादि से गुटाक करिकी देखा करा निजे कर ता पिला कह कि अन्य मान कह कि जमा एक कथा नुह जे तुम्हें कौन करिच से कथा सब कह मुझे कर आम समस्त को बहुत जबरदस्त ट्रेनिंग गोटे जबरदस्त शिक्षा गोटे इट इज नॉट ऑलवेज बट इट इज नॉट ऑलवेज वाइज सब केबे भी उचित नुह ठीक नुह टू स्पीक अबाउट एवरीथिंग यू डू जहाँ जहाँ कर गोटे दिला कहीपर एवरीथिंग यू डू सब गुड़ा बढ़िया मो लाइफ में मुझे जहाँ जहाँ कर चमत्कार कथा किए कहना मुझे केवल जहाँ जहाँ सब कथा कही एगुड़ा सब कहवा अपेक्षा निजे जहाँ कहूच से कर तापर कहले व्हेन यू स्पीक यू मस्ट ऑलवेज स्पीक द ट्रूथ व्हेन यू स्पीक यू मस्ट ऑलवेज स्पीक द ट्रूथ जदि कहूच सब सत कह ऑलवेज स्पीक द ट्रूथ बट समटाइम्स इट इज बेटर नॉट टू स्पीक बट समटाइम्स इट इज बेटर नॉट टू स्पीक बेले बेले सत हेले बेले बेले आदौ किसी न कहवा भल आगु तो गोटे मेसेज आम पढ़े माँ कौन कहले आगु पढ़ी ना पर आसो मुझे मन पड़ुनि जे तुमको सत कहया संभव हो ना मिछ कहवा अपेक्षा नीरव रही माँ गोटे बाणी अच्छी ये माँ कहले तुम्हें जिते बड़े भी पार्टी फिटौच कथा कह सत ही कह आउ कहले बट समटाइम्स इट इज बेटर नॉट टू स्पीक द ट्रूथ कहले नॉट टू स्पीक किसी कहवा उचित बेले बेले किसी भी कहवा दरकार नहीं आमे बहुत समय कहू मौनम सम्मति लक्षण अरे मौन सम्मति लक्षण कौन मौन रहा मैंने तुम जहाँ पचार उत्तर हाँ आ नाई कही नाई कही न था नाई कहलानी कि हाँ कहलानी माने कौन हाँ आर अर्थ किसी नहीं से झमेला पशिया चाहूनी मु चुपचाप रही लेट मी कीप साइलेंट मु नीरव रही नीरव रहा माने कह समर्थन कले कथा सी ता दायित्व तार से कौन बुझिला से अलग कथा कि आमको कहुच्छी सब बेले कह तो सत कह ना बेले बेले किसी कहनी नीरव रही तापरे आमको माँ बुझाऊँच व्हेन स्पीकिंग ऑफ फिजिकल थिंग्स वन शुड हैव ए लाइवली प्लेजेंट विथ स्टाइल जो तुम ये पार्थिव कथा सब माने शरीर कथा जड़र कथा कौच तुम टे लाइवली हाँ पड़ो माने कौन एक्टिव जीवंत एक्टिव हो तो आओ प्लेजेंट खुशबासिया देखा जाऊ विटी स्टाइल भी विटी थो चालाक चतुर भाया कथा हो समस्त खुशी होते आनंदिया होते यहाँ पार्थिव जड़ स्तर कथा व्हेन स्पीकिंग ऑफ वाइटल थिंग्स प्राणर कथा तो हो यू शुड बी इलोक्वेंट बाक्पटुता द स्टाइल शुड बी इलोक्वेंट मैंने तुम्हें भाषा उपरे अधिक संयत कहबार स्टाइलटा कहवाटा बाक्पटुता बोली कह इलोक्वेंट व्हेन स्पीकिंग ऑफ मेंटल थिंग्स द स्टाइल शुड बी क्लियर प्रिसाइज एक्जाक्ट जैसे मन रू कह मन विषय कह तुम स्पष्ट कहवा दरकार क्लियर स्पष्ट प्रिसाइज पूरा संक्षेप कह
एग्जाक्ट जितनी कह कथा से कह बेसी नहीं प्लेजेंटली कह फिजिकाल भाइटाल एलोक्वेंट बाकपटुता देखिए कथा हो मन प्रिसाइज एक्जाक्ट क्लियर स्पष्ट स्वच्छ एकदम मन कहूँ आउ जो साइकिक when speaking of psychic thing one must be inspired ଯେତେବେଳେ ଚୈତ୍ୟ ସପ୍ତାଙ୍ଗ ବିଷୟରେ ଚୈତ୍ୟ କଥା କିଛି କହିବାକୁ ଯାଉଛ ଭିତରୁ ପ୍ରେରଣା ଆଣି କୁହ ଇନ୍ସପାୟାର୍ଡ ହେଇ କହିବ ଆଉ ଏସବୁ ବାହାର ଯେଉଁ ସବୁ ମନ ପ୍ରାଣ ଶରୀର କଥା କହିଲା ବେଳେ ଯାହା ସବୁ ତୁମର ଆବଶ୍ୟକତା ଥିଲା ତାର ଦରକାର ଲୋଡ଼ା ନାହିଁ ଜଣେ ଇନ୍ସପାୟାର୍ଡ ହେବା ମାନେ ହିଁ ଭିତରୁ ଆସିବ when speak of psychic thing को मनरू कहू पड़ोन प्राणर नुह शरीर नुह एसब जगार साइकिक बिंग तुम बुझी पार भितर इन्स्पिरेशन आसो साइकिक बिंग कथा कहवाई और साइकिक चैत्य कथा कह जो जड़े प्रकृत से प्रेरणा कह चैत्य प्रेरणा चैत्य कथा कह चैत्य सता कथा कह निर्द्वंद्व समस्ते भावावेग है निर्द्वंद्व समस्ते भाव मान से भाव को चली आसवे से अनुभव को चली आसवे हुए तो आखिरे असुर आसव जन जदि चैत्यर अनुभव रू कहूब भितर प्रेरणा कहूब से मान सब बाहर जो सत्ता मन प्राण शरीर एमान सब आउ एक्टिव रही एमान सब नीरव हो जाए तांकर जेते सामर्थ्य सब दरकार पड़ोनी कि से सामर्थ्य लोड़ा हेनी कारण इन्स्पिरेशन भितर इन्स्पिरेशन भितर तुम इन्स्पायर्ड हो कौच सोर्स रु इन्स्पिरेशन अंतर भितर से प्रेरणा जो तुम कौच से तुम मुखमंडल कहीदेव जे तुम्हें आ तुम भितर ना तुम्हें ही कि ना जो मान सब शुणुन से ही नथिबे समान भितर से इन्स्पिरेशन प्रभाव आसो बेले बेले आखिरे अश्रु अटकई हेनी से स्वाभाविक भाव में भावाभाग्य हो जाने इमोशन आसीज भर ये हूँ साइकिक फिलिंग साइकिक जड़े कहू frankness says candidly what it has to say without caring for the result. Frankness माने जने खोला खोला मेला लोक कहते भाई खोला जहाँ भावे से कह जहाँ फ्रांक ता भर कहीं लुचे रखे स्पष्ट स्पष्टबाजी सी केबे किसी लुचेबनी फ्रांकनेस सेज कैंडिडली माने निश्चित भाव में कह से व्हाट इट हैज टू से विदाउट केयरिंग फॉर द रिजल्ट जे फ्रांकनेस कहू तो फ्रांक भाव में स्पष्ट ही कहूब जहाँ दरकार से ही कह फलाफल जहाँ हम कि चिंता कर कारण तार ही गोटे शक्ति अच्छी तार गोटे शक्ति अच्छी जो शक्ति की तुम सत कह स्पष्ट विदाउट केयरिंग फॉर द रिजल्ट कहले कौन हम किए आम सब कहूनी कि माइंड कर एमती हो ना हो कहनी ताको कहीं कहले मन दुख हो कहले मन दुख हो तो कहनी आर ता मन दुख हो बोले तुम सत ठीक कथा कहीं कहबनी तेणु विदाउट केयरिंग फॉर अदर्स तुम जहाँ कह कथा निश्चय कह It is always a sign of strength to be able to say things gently. इटा बहुत समय आलोचना हुए एवं आम भी पाठ्यक्रम केत भी कथा हो दी जन एना बहुत नम्र भद्र भाव कौच आउ जन चिल्लेकी चित्कार कर पाटिमुंड कर कौच सतरे स्ट्रेंथ कार अच्छी कार स्ट्रेंथ ना माँ से कथा बुझे It is always a sign of strength to be able to say things gently, and it is always weakness that bursts out into unpleasantness.
ଯଦି ତୁମ ଭିତରେ ଶକ୍ତି ଅଛି ସାମର୍ଥ୍ୟ ଅଛି ତୁମେ କଥାକୁ ଅତି ନମ୍ର ଭାବରେ ଭଦ୍ର ଭାବରେ ନମ୍ର ଭାବରେ ପ୍ରକାଶ କରିପାରିବ। ଏଇଟା ଶକ୍ତିର ଚିହ୍ନ, ଏଇଟା ଶକ୍ତିର ଚିହ୍ନ। ବିଚରା ଡରି ଯାଇଛି ରେ ସେମିତି କହୁଛି ନା ନା ନା, ବିଚରା ଡରି ଯାଇଛି ନୁହଁ, ସେ ଖୁବ୍ ଖୁସିରେ କହୁଛି, ଜେଣ୍ଟଲି ଭଦ୍ର ଭାବରେ କହୁଛି, ନମ୍ର ଭାବରେ ଭଦ୍ର ଭାବରେ କହୁଛି। ଏଇଟା ତା ଭିତରେ ଥିବା ଶକ୍ତିର ଚିହ୍ନ। ଦୁର୍ବଳ କିଏ? ଦୁର୍ବଳ କିଏ ଯେ ଗୋଟେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରି, ଅନପ୍ଲିଜାଣ୍ଟନେସ୍, ଗୋଟେ ଅସ୍ୱାଭାବିକ ଅସୁନ୍ଦର ପରିସ୍ଥିତି ସୃଷ୍ଟି କରି ଗୁଡ଼ାଏ ଚିତ୍କାର କରି ପାଟି ମୁଣ୍ଡ କରି କହିବା, এইটা ହେଉଛି ଦୁର୍ବଳତା। এইটা ଦୁର୍ବଳତା। ସେଇଥିପାଇଁ ସେ ଶୀଘ୍ର କ୍ଳାନ୍ତ ହେଇଯାଏ। ଗୁଡ଼ାଏ ଶକ୍ତି ଦୁର୍ବଳ ଲୋକ କ୍ଳାନ୍ତ ହେଇପଡ଼ିବ ନା, ଶକ୍ତି ଯାହା ସେ କାହିଁ କ୍ଳାନ୍ତ ହେବ? ତେଣୁ it is always a sign of strength to be able to say things gently, and it is always weakness that bursts out into unpleasantness. ଆମ ଭିତରେ ଦୁର୍ବଳତା ସେ ଆମକୁ ଏମିତି ଅସ୍ୱାଭାବିକ, ଅସମୀଚୀନ, ଅସୁନ୍ଦର, ଅଦରକାରୀ କଥାବାର୍ତ୍ତା ଆମ ସହ ନଷ୍ଟ କରେ, ଶକ୍ତି ନଷ୍ଟ କରେ। କିନ୍ତୁ ଶାନ୍ତ ଭାବରେ, ସରଳ ଭାବରେ, ଭଦ୍ର ଭାବରେ କହିପାରିବା ହେଉଛି ପ୍ରକୃତରେ ଶକ୍ତି ଓ ସାମର୍ଥ୍ୟର ଚିହ୍ନ। ଆଜି ଏତିକି ଥାଉ, ବହୁତ ଅଛି ଆମେ ଦେଖିବା। ଆଉ ଦୁଇଟା ଖଣ୍ଡେ ଲାଗିପାରେ, ଦୁଇଟା ସାରିବାକୁ ଚେଷ୍ଟା କରିବା। ଆଉ ପ୍ରାର୍ଥନା। ଭଗବତ ସେବକର ପ୍ରାର୍ଥନା। ବିଘ୍ନ ବିନାଶନ ହେ ଭଗବାନ, ଜୟ ହେଉ ତୁମର। ଆମମାନଙ୍କ ଅନ୍ତରରେ କିଛି ହେଲେ ଯେପରି ତୁମ କାର୍ଯ୍ୟରେ ଆଉ ବିଘ୍ନ ନ ଘଟାଏ, କିଛି ହେଲେ ଯେପରି ତୁମର ଆବିର୍ଭାବରେ ବିଳମ୍ବ ନ ଘଟାଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ, ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କ ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ। ତୁମଠାରେ ଆମମାନଙ୍କର ନିଷ୍ଠା ହୁଏ ଯେପରି ସର୍ବାଙ୍ଗୀନ ଚିରନ୍ତନ। ଆମମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ, ନିବିଡ଼ ଭାବରେ କୃତଜ୍ଞ ହେଉ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରିଯାଉଛ, ସେସବୁର କିଛି ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚର ହୁଏ, ସେସବୁ ଯେପରି ପ୍ରସ୍ତୁତ ହେଉ ତୁମ ସିଦ୍ଧି। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହେଉ ତୁମର। ତୁମର ବିଜୟ ଦିଅ ଆମମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। English prayer. In the name of the mother, for the sake of the mother, by the power of the mother, with the strength of the mother, to all adverse, harmful being or force, I order to quit this place at once and forever.